ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁରଠାରେ ବନ ମହୋତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। କେନ୍ଦୁଝର ବନାଞ୍ଚଳ ଅଧିକାରୀ ଅଜିତ କୁମାର ଦାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ ସହ ତାର ଯତ୍ନ ନେଇ ଗଛକୁ ବଡ଼ କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ଅଭିଭାବକମାନଙ୍କ ଦ୍ୱାରା ଗଛ ଲଗାଇବା ସହ ତାର ସୁରକ୍ଷା ତଦାରଖ କରିବାକୁ ବିଦ୍ୟାଳୟର ଇକୋ କ୍ଲବକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଇକୋ କ୍ଲବ ସହାୟକ ଶିକ୍ଷକ ବିଜୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଆଲୁମିନି ସଦସ୍ୟ କୁନାଚନ୍ଦ୍ର ଜେନା ଉପସ୍ଥିତ ରହିବା ସହ ଚାରାଗଛ ବିଦ୍ୟାଳୟକୁ ପ୍ରଦାନ କରିଥିଲେ ଏବଂ ସମସ୍ତଙ୍କୁ ଚାରାଗଛ ଲଗାଇବା ନିମନ୍ତେ ପରାମର୍ଶ ଦେଇଥିଲେ। ପ୍ରିୟମ୍ବଦା ରାଉତ, ରଞ୍ଜିତା ରାଣୀ ମଲ୍ଲିକ, ସ୍ୱର୍ଣ୍ଣଲତା ନାୟକ, ଶୁଭଲକ୍ଷ୍ମୀ ସାହୁ, ଶୁଭଶ୍ରୀ ରାଉତ, ଶୁଭଶ୍ରୀ ମହାନ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ବଳ ଏବଂ ସମ୍ମାନିତ ଅତିଥି ଭାବେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରନ୍ଦର ମହାନ୍ତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମା ପାଇଁ ଗଛଟିଏ ଲଗାଇବା ନିମନ୍ତେ ପରାମର୍ଶ ଦେବା ସହ ନିଜ ପାଇଁ ମଧ୍ୟ ଗୋଟିଏ ଗଛ ଲଗାଇବାକୁ ସମସ୍ତଙ୍କୁ କହିଥିଲେ। ଏହି ଉତ୍ସବରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗଛ ଲଗାଇବା ପୃଥିବୀକୁ ସୁରକ୍ଷିତ ରଖିବା ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ଗ୍ରାମ ପରିଭ୍ରମଣ କରିବା ସହିତ ଲୋକମାନଙ୍କୁ ସଚେତନ କରିଥିଲେ। ବିଦ୍ୟାଳୟକୁ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଉପସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଡାକ୍ତର ଗାଭଲି ଫରାଗ ହର୍ଷଦଙ୍କ ଆକାଂକ୍ଷୀ ବ୍ଲକ ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ଆମ ବିଦ୍ୟାଳୟରେ ଆସି ପହଞ୍ଚି ଚାରାଗଛ ରୋପଣ କରି ଛାତ୍ରଛାତ୍ରୀମାନଙ୍କୁ ଚାରାଗଛ ରୋପଣ ନିମନ୍ତେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ରାଲି ଗ୍ରାମ ପରିଭ୍ରମଣ କରି ଲୋକମାନଙ୍କୁ ଚାରାଗଛ ରୋପଣ କରି ପରିବେଶ ସୁରକ୍ଷା କରିବା ନିମନ୍ତେ ବିଦ୍ୟାଳୟ ତରଫରୁ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ତଥା ଆଲୁମିନି ସଦସ୍ୟମାନେ ସହଯୋଗ କରି ଜନସଚେତନତା ସୃଷ୍ଟି କରିବାରେ ଆଗକୁ ଆଗେଇ ଯାଇଥିଲେ। ଆଜିର ଦିନରେ ସମସ୍ତଙ୍କୁ ଆମେ ଆହ୍ୱାନ ଦେବୁ, ଆସନ୍ତୁ ଗୋଟିଏ ଗଛ ଲଗାଇବା ଏବଂ ଆମ ପୃଥିବୀକୁ ଆମେ ହିଁ ସୁରକ୍ଷିତ ରଖିବା।